ପଡିଛି। ଓକେ ଆକ୍ଚୁଆଲି ମୁଁ ଚାଲ ବୁଲ କିଛି କରିପାରୁନି। ଓକେ ତ ମତେ ମ୍ୟାଡାମ ଜଣେ ମୁଁ ଭୁବନେଶ୍ୱରରେ ଥିଲି, ଏବେ 15 ଦିନ ହେଲା ଭଞ୍ଜନଗର ଆସିଲି। ଆଚ୍ଛା ମାନେ ମ୍ୟାଡାମ ଆସିଲେ ସିନା ଆକ୍ଚୁଆଲି କିଛି। ଫାଷ୍ଟ ତ ମୁଁ ହଁ କୁହନ୍ତୁ ବୁଝିପାରୁଛି ତ କୁହନ୍ତୁ ଫାଷ୍ଟ ତ କୁହନ୍ତୁ। ଆପଣଙ୍କର ୱେଟ୍ କଣ୍ଟ୍ରୋଲ କରିବାକୁ ପଡିବ, କାହିଁକିନା 40 କେଜି ଓଭର ୱେଟ୍ ଆପଣଙ୍କର ବହୁତ ଆଜ୍ଞା। ହି ଆଡଭର୍ସ ଇଫେକ୍ଟ ଆଣିବ। ହଁ ଇଭନ୍ ଆପଣ ନର୍ମାଲ ଅର୍ଗାନ ଫଙ୍କସନ ବି ଯାହା ଆସିବ ସେଟା ଟିକେ ପ୍ରୋବ୍ଲେମ ଆସିବ। ତେଣୁ ଆଜ୍ଞା। ଆପଣ ଟିକେ ୱେଟ୍ କଣ୍ଟ୍ରୋଲ କରିବା ପାଇଁ ଆପଣଙ୍କର କରିବାକୁ ପଡିବ କିଛି ନିଜର ଲାଇଫଷ୍ଟାଇଲ ଟିକେ ଚେଞ୍ଜ କରିବାକୁ ପଡିବ, ଠିକ ଅଛି। ହୁଁ। ତ ଆପଣ ଏବେ କେତେ ଦିନ ହେଲାଣି ଜଏନ କଲେଣି? ଏଠି ତ 2 ଦିନ ହେଲା ନା? 3 ଦିନ, ଆଜି 3 ଦିନ ହେଲା। 3 ଦିନ ହେଲା, ଠିକ ଅଛି। ହୁଁ। ତ ଆପଣ ଏକଣି ଖାଦ୍ୟପେୟର ଶୈଳୀଟା ପ୍ଲସ ଖାଦ୍ୟପେୟ ଟାଇମିଂ ପ୍ଲସ ଆପଣ ପାଣି କେତେ ପିଉଛନ୍ତି ଦିନ ସାରା ଭିତରେ? ଏବେ ତ ମୁଁ ମାସେ ମାନେ 22 ତାରିଖ, ଗତ 22 ତାରିଖରେ ମୁଁ ହର୍ବାଲ ଲାଇଫ ଷ୍ଟାର୍ଟ କଲି। ଓକେ ବଢିଆ। ଆକ୍ଚୁଆଲି ସୀମାଞ୍ଚଳ ଭାଇ ଘରକୁ ମୁଁ ଦେଖିବାକୁ ଆସିଥିଲି। ଆଚ୍ଛା ଠିକ ଦେଖି ଅଛି। ଆସି ସେ ଜାଣିଲେ, ସାଙ୍ଗେ ସାଙ୍ଗେ କଥା ହେଇକି ଆପଣଙ୍କ ଗ୍ରୁପରେ ମତେ ଜଏନ କରେଇଛନ୍ତି। ଓକେ ଆକ୍ଚୁଆଲି ତ ମୁଁ ଏବେ କିଛି ବି ଏବେ କରିପାରୁନି, ମାନେ ଏକ୍ସରସାଇଜ କରିପାରିବେନି, ମୁଁ ବୁଝିପାରୁଛି। ଆପଣ ଲିଗାମେଣ୍ଟର ମାନେ ଇଞ୍ଜୁରି ହେଇଛି, ଆଙ୍କଲ କ୍ରାକ୍ ହେଇଛି, ପ୍ଲସ ଆପଣଙ୍କର ନି ବି ପ୍ରେସ୍ ହେଇଛି, ଅଣ୍ଟା ପେନ୍ ହଉଛି, ଏବେ କରିପାରିବେନି। ତ ଏବେ ଧୀରେ ଧୀରେ ଆପଣ କଣ ହବ, ଆପଣ ଯୋଉ ନ୍ୟୁଟ୍ରିସନ ନଉଛନ୍ତି ସେ ନ୍ୟୁଟ୍ରିସନରେ ଆପଣ ଇଣ୍ଟରନାଲି ଆପଣଙ୍କ ବଡିଟାକୁ ସିଏ ମାନେ ରିସାଇଜ କରିବ, ରିଫଙ୍କସନିଂ ଷ୍ଟାର୍ଟ ହବ। ଆପଣଙ୍କର ଆଜ୍ଞା। ଲିଗାମେଣ୍ଟସ ହେଲା, ଏଗୁଡା ସବୁ ଇଞ୍ଜୁରି ଗୁଡାକ ଧୀରେ ଧୀରେ ରିକଭର ହବ ଭିତରୁ। କାହିଁକିନା ହଁ ଆପଣ ଯୋଉ ନଉଛନ୍ତି ତା ଦେହରେ ଆପଣଙ୍କର ହାଇଲି ନ୍ୟୁଟ୍ରିଏଣ୍ଟ ଫୁଡ ନଉଛନ୍ତି। ଆଉ ଏଇଟା ଆମର ଟୋଟାଲି ଫୁଡ ଟା, ଏଟା କୌଣସି ମେଡିସିନ ନୁହଁ। ଏଟା ଯେହେତୁ ଆପଣ ହଁ ଭାତ ରୁଟି ଯେମିତି ଖାଉଛନ୍ତି ତା ଏଗେନ୍ଷ୍ଟରେ ୟାକୁ ଖାଉଛନ୍ତି। ହଁ ତେଣୁ ଏଥିରେ ଆପଣଙ୍କର କଣ ଅଛି ନା, ମ୍ୟାକ୍ସିମମ୍ ଆପଣଙ୍କର ପ୍ରୋଟିନ୍ସ, ଭିଟାମିନ୍ସ, ମିନେରାଲ୍ସ ଯାହା ଯାହା ଦରକାର, ଲିଗାମେଣ୍ଟ ପାଇଁ ଯାହା ଦରକାର କିମ୍ବା ଆଜ୍ଞା। ବଡି ପାଇଁ ଯାହା ଦରକାର, ସେ ସବୁ ଅଛି। ତାକୁ ଧୀରେ ଧୀରେ ଆପଣ ଖାଆନ୍ତୁ, ଆପଣ ବେଟର ଫିଲ୍ କରିବେ। ତାପରେ ଯେତେବେଳେ ଆପଣ ଟିକେ ଫିଟ୍ ହେଇଯିବେ, ତାପରେ ଧୀରେ ଧୀରେ ଆପଣ ଏକ୍ସରସାଇଜ ଷ୍ଟାର୍ଟ କରିବେ। ଏବେ ତ କିଛି ହଁ କରିପାରିବେନି। ହେଲେ ଏବେ କଣ ତ ହେଇଛି, ଏବେ ମାନେ ଆପଣଙ୍କର ଆମର ଫିଜିଓଥେରାପି ଚାଲିଛି। ହଁ ସେ ସାର୍ ଫିଜିଓଥେରାପି କଣ୍ଟିନ୍ୟୁ ଆସୁଛନ୍ତି, କରିବେ। ସାର୍ ଆସୁଛନ୍ତି। ଆଉ ସେ ଯୋଉ ଫିଜିଓଥେରାପିରେ ଯାହା ମେସିନ ଲାଗିବା କଥା ସେ ସବୁ ହୁଁ ଲାଗୁଛି। ହୁଁ କିନ୍ତୁ ଯୋଉ 2-3 ମିନିଟ୍, ମାନେ ଗୋଟେ 2 ଘଣ୍ଟା ଆଗ ମୋର ମାନେ ଟିକେ ଫ୍ରି ଲାଗୁଛି। ହୁଁ ହୁଁ ତାପରେ ଆଉ ତ ଯୋଉଟା ସେଇଟା ଯୋଉଟା ସେ ୱାସରୁମ ଯାଇକି ଥରେ ଆସିଲି ମାନେ ପେନ୍ ଷ୍ଟାର୍ଟ ହେଇଯାଉଛି। କିନ୍ତୁ ନାଇଁ ପେନ୍ ନାଇଁ ମେଡିସିନ ଛାଡି ଦେଇଛି। ଫିଜିଓଥେରାପି ମ୍ୟାଡାମ କଣ ହୁଏ କି, ସେଟା ଗୋଟେ ଆପଣଙ୍କର ମାନେ ଇନ୍ଷ୍ଟ୍ରୁମେଣ୍ଟାଲ ଷ୍ଟିମୁଲେସନ କହନ୍ତି ତାକୁ। ସେଥିରେ ଗୋଟେ ହାଇ ଲୋ ଭୋଲ୍ଟେଜ ର ଇଲେକ୍ଟ୍ରିକ କରେଣ୍ଟ ଥାଏ, ଯୋଉଟା ଆଜ୍ଞା କି ଆପଣ ଆଜ୍ଞା। ମସଲି ଗୁଡାକ ଆପଣ ଦେଖିବେ ଚାଇଁ 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 ଲାଗୁଥିବ ହଁ ଟିକେ ଟିକେ ହଁ ଯେତେବେଳେ। ହଁ ତ ସେଇଟା ଆକ୍ଚୁଆଲି ଆପଣ କଣ ହୁଏ ନା, ମସଲ ଷ୍ଟିମୁଲେସନ ଆଉ ନର୍ଭ ଷ୍ଟିମୁଲେସନ କରାଏ। ହଁ ତ ହଁ। ସେଇଟା ସ୍ଲୋ ଇଫେକ୍ଟ ଧୀରେ 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 କରାଯାଏ। ସେଟା ତାର ପ୍ରୋସିଡିଓର ହିଁ ସେଇଆ। ତେଣୁ ହୁଁ ପ୍ରଥମ ଯେତିକି ସମୟ ଠିକ ଥିବ ଲାଗିବ ଠିକ, ତାପରେ ପୁଣି ଆସିବ। ସେଇଟା ହୁଁ। ଧୀରେ ଧୀରେ ଆପଣଙ୍କ ଫ୍ରିନେସ ଟା ବଢେଇ ବଢେଇ ଯିବ। ଆଉ ମେଡିସିନ ଯାହା ଅଛି କଣ୍ଟିନ୍ୟୁ କରନ୍ତୁ, ମେଡିସିନ ଡିସକଣ୍ଟିନ୍ୟୁ ମେଡିସିନ ତ କରିବେନି। ବହୁତ ଖାଉଛି, ମାନେ ଯେତିକି ପ୍ରୋବ୍ଲେମ ଅଛି ବହୁତ ମେଡିସିନ ଖାଇବାକୁ ପଡୁଛି। ସେଇଟା କରିବାକୁ ପଡିବ ଏବେ, କାହିଁକିନା ହଁ ଆଉ ଇନିସିଆଲ ଷ୍ଟେଜ 5 ଅଛି ଲିଟର ପାଣି ଆପଣଙ୍କର। ନଉଛି, 5 ଲିଟର 5 ପାଣି ଲିଟର ପାଣି ନଉଛି। ବହୁତ ବଢିଆ ଅଛି।